Hi guys, welcome to SKB Divya Educare channel. तो ଆଜିର ଭିଡ଼ିଓ ସବୁଠୁ ଇଣ୍ଟରେଷ୍ଟିଂ ହେବ। ହୁଏତ ଟିକେ ଅଡ଼ାମଡ଼ା ଲାଗିପାରେ କିନ୍ତୁ ଇଣ୍ଟରେଷ୍ଟିଂ। ହଁ, ଅଡ଼ୁଆ ସେଇମାନଙ୍କୁ ଲାଗିବ ଯିଏ ଏ କାମ କରୁଛନ୍ତି। ତ ସମସ୍ତଙ୍କୁ ଲାଗିବନି ଅଡ଼ୁଆ, ହେଲା ଅନ୍ୟମାନଙ୍କୁ ଭଲ ଲାଗିବ ଯାହା ସାର୍ ଗୋଟେ ଭଲ କଥା କହିଛନ୍ତି। ତ ଭିଡ଼ିଓକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ଦେଖିବେ, କାହିଁକିନା ବହୁତ ସାଂଘାତିକ ମୋଟିଭେସନ୍ ଗୋଟେ ଆ ଭିତରେ ରହିଛି ଲୁଚିକିରି। ପୁରା ଶେଷ ପର୍ଯ୍ୟନ୍ତ ଦେଖିଲେ ଯାଇକି ଜାଣିପାରିବେ ଲାଷ୍ଟରେ କ'ଣ ମିଳୁଛି। ଦେଖିବେ ଲାଷ୍ଟଟା ପୁରା ଧ୍ୟାନ ଦେବେ। ଯଦି ସବସ୍କ୍ରାଇବ୍ ଏପର୍ଯ୍ୟନ୍ତ କରିନାହାନ୍ତି ତୁରନ୍ତ ଆଗ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ଯେତେ ଅଧିକରୁ ଅଧିକ ଲାଇକ୍ ଦିଅନ୍ତୁ, ମୋ ମୋଟିଭେସନ୍ ଆହୁରି ବଢ଼ିବ, ମୋତେ ଗୋଟେ ଇନ୍ସପାୟାର ଲାଗିବ। ତୁମମାନଙ୍କ ପାଇଁ ମୁଁ ଆହୁରି ଅଧିକା ଚିନ୍ତା କରିବି, ଅଧିକ ଭଲ ଜିନିଷ ତିଆରି କରିବି ତୁମମାନଙ୍କ ପରିବର୍ତ୍ତନ ପାଇଁ, ତୁମମାନଙ୍କର ଉନ୍ନତି ପାଇଁ। ଏବଂ ସେୟାର କରନ୍ତୁ, କାହିଁକିନା ନିଜ ପାଖରେ ଖାଲି ରହିଗଲେ ସେଇଟା ସ୍ୱାର୍ଥପରତା ହେଇଯାଏ। ଯଦି ଗୋଟେ ଭଲ ଜିନିଷ ପ୍ରସାଦ ଯେମିତି ବାଣ୍ଟିକି ଖାଆନ୍ତି ସମସ୍ତେ ପାଇବା ଦରକାର, ଠିକ୍ ସେମିତି ବିଦ୍ୟା ହେଉଛି ଗୋଟେ ସେଭଳି ଜିନିଷ, ସେଇଟା ସ୍ପ୍ରେଡ୍ ହେବା ଦରକାର। ତେଣୁ ଯିଏ ସ୍ପ୍ରେଡ୍ କଲା ହେଲା, ଭଗବାନ ତାକୁ ହିଁ ବହୁତ ଉନ୍ନତି ଦିଅନ୍ତୁ। କାହିଁକି ମୁଁ ଏଇଟା କହିଲି ନା, ସେ କିଛି ଭଲ ଚିନ୍ତାଧାରାର ପିଲାଟାଏ, ଅନ୍ୟମାନଙ୍କର ଉନ୍ନତି ଯିଏ ଚାହେଁ, ସେଭଳିଆ ପିଲା ରେୟାର ନା। ତେଣୁ ଆମେ ତ ଯାହାହେଲେ ବି ତାକୁ ଆଶୀର୍ବାଦ କରିବା। ତ ସମସ୍ତଙ୍କୁ ସେୟାର କରନ୍ତୁ, କାହିଁକିନା ଏମିତି କିଛି ପିଲା ଅଛନ୍ତି ଯିଏ ବି ଚାହୁଁଛନ୍ତି କିଛି ଭଲ ପାଠ ପଢ଼ିବା ପାଇଁ, ଭଲ ମଣିଷ ହେବା ପାଇଁ, କିନ୍ତୁ ସଠିକ୍ ଧାରା ପାଉନାହାନ୍ତି କିମ୍ବା ସଠିକ୍ ମଣିଷଟିଏ ପାଉନାହାନ୍ତି। ତେଣୁ ଆଜିକାଲି ମୋବାଇଲ ଯୁଗ ହେଇଗଲା, ମୋବାଇଲରେ ପାଠ ପଢ଼ିବାଟା ବହୁତ ସୁବିଧା ହେଇଯାଇଛି, ବାକି ଅଲଗା ଜିନିଷ ଖତରନାକ। ତେଣୁ ଆମେ ଧ୍ୟାନ ଦେଇକରି ମୋବାଇଲକୁ ସଠିକ୍ ଭାବରେ ଆମେ ବ୍ୟବହାର କରିବା। ଆମ ଜୀବନଶୈଳୀରେ ଶିକ୍ଷାର ଉନ୍ନତି କରିବା ପାଇଁ ଆମେ ମୋବାଇଲକୁ ବ୍ୟବହାର କରିବା। କାହିଁକିନା ଏମିତି ଗୋଟେ ଯୁଗ ଚାଲିଛି, ଜେନ୍-ଜେଡ୍ର ଯୁଗ। ଆମକୁ ଆମେରିକା କି ଲଣ୍ଡନ ଯିବାକୁ ପଡ଼ିବନି, ଅକ୍ସଫୋର୍ଡ ୟୁନିଭର୍ସିଟିର ସାର୍ଟିଫିକେଟ୍ ଘରେ ଆସି ପହଞ୍ଚିବ ଏ ଅନଲାଇନ୍ ମାଧ୍ୟମରେ ପଢ଼ିକି। ଏ ସୁବିଧାଟା ହେଇଛି। ଅନଲାଇନ୍ର ଯେଉଁ ୟୁଜଫୁଲନେସ୍ ଆମେ କହୁଛେ, ମୁଁ ତୁମକୁ ଯାଇକି ଏତେ ଦୂରରେ ତୁମ ଘରକୁ ଯାଇ ପଢ଼େଇ ପାରିନଥାନ୍ତି, ହେଲା। ତେଣୁ ତୁମେମାନେ ଦୂରରେ ଥାଇକି ଯିଏ ଯେଉଁଠି ଥାଇକି ମଧ୍ୟ ପଢ଼ିପାରିବ। ବେଡ଼ରୁମ୍ରେ ଶୋଇକି ମଧ୍ୟ ତୁମେ ଭିଡ଼ିଓ ଦେଖିକି ଲେଖିପାରିବ। ତ ଇଏ ହେଉଛି ଅନଲାଇନ୍ର ଫାଇଦା। ତ ଆମେ ସେ ବିଷୟରେ ପଛରେ ଆଲୋଚନା ରଖିବା। ଆଜିର ଆଲୋଚନା ହେଉଛି ସ୍ୱତନ୍ତ୍ର, ଯାହା ଆମକୁ ବହୁତ ପରିବର୍ତ୍ତନ କରିବାରେ ସହାୟକ ହେବ। ତେଣୁ ଶେଷ ପର୍ଯ୍ୟନ୍ତ ଭଲ ଭାବରେ ଦେଖନ୍ତୁ। ଏପର୍ଯ୍ୟନ୍ତ ସବସ୍କ୍ରାଇବ୍ କରୁନି ନା, ତୁରନ୍ତ ଆଗ ସବସ୍କ୍ରାଇବ୍ କର, ତାପରେ ଶୁଣ, ହେଲା। ସାର୍ କହୁଛନ୍ତି, ହେଲା, କ'ଣ ସାର୍ କହୁଛନ୍ତି ଗୋଟେ ବଢ଼ିଆ। ତ ଏଇ ଯେଉଁ ଜେନ୍-ଜେଡ୍ର ପିଲାମାନେ ସବୁ ବର୍ତ୍ତମାନ ଜନ୍ମ ନେଇଛନ୍ତି, ତାଙ୍କ ଭିତରେ ଗୋଟେ ଅତ୍ୟନ୍ତ ବିଲକ୍ଷଣ ଦେଖାଯାଉଛି। ଅର୍ଥାତ୍ ସେମାନେ ଶିକ୍ଷା ପ୍ରତି ଏତେ ଆଗ୍ରହୀ ରହୁନାହାନ୍ତି। ଖେଳକୁଦ, ମୌଜ ମଜଲିସ୍, ସେଲିବ୍ରେସନ୍ ଏସବୁରେ ବହୁତ ମାତି ରହୁଛନ୍ତି। ମୋବାଇଲରେ ଭଲ ଜିନିଷ ଅଛି, ଖରାପ ଜିନିଷ ବି ଅଛି, କିନ୍ତୁ ମୋବାଇଲକୁ ପାଠ ପଢ଼ିବାରେ ବ୍ୟବହାର କରୁନାହାନ୍ତି। କିନ୍ତୁ ଅଲଗା ସବୁ ଗେମ୍ସ ଦେଖିବା, ସେ ଡ୍ୟାନ୍ସ ଦେଖିବା, ସେ ଅଲଗା ସବୁ ଜିନିଷ ଗୁଡ଼ାକରେ ଅଭ୍ୟସ୍ତ ହେଇଯାଉଛନ୍ତି ଏବଂ ନିଜର ସମୟକୁ ନଷ୍ଟ କରିବା ସଙ୍ଗେ ସଙ୍ଗେ ନିଜ ଜୀବନଟାକୁ ନଷ୍ଟ କରୁଛନ୍ତି, ରଙ୍ଗ ଡିରେକ୍ସନରେ ଇନ୍ସପାୟାର ହେଇଯାଉଛନ୍ତି। ତେଣୁ ସେ ପ୍ରତି ପୁରା ଶକ୍ତ ଭାବରେ ଆମେ ସମସ୍ତେ ପାଳନ କରିବା। ଯଦି ପ୍ୟାରେଣ୍ଟ ଆପଣ ଦେଖୁଛନ୍ତି, ତାହେଲେ ଆପଣ ନିଶ୍ଚିନ୍ତ ରୁହନ୍ତୁ ଯେ ଆପଣଙ୍କ ପିଲା କେବଳ ପାଠ ପଢ଼ିବା ବ୍ୟତୀତ ଆଉ କିଛି ଜିନିଷ ଯେମିତି ନ ଦେଖୁଛି। ଏଇଟା ଆମମାନଙ୍କର କର୍ତ୍ତବ୍ୟ। ଆମେ ସମସ୍ତେ ଚାହିଁଲେ ସୁସ୍ଥ ସମାଜ ଗଠନ କରିବା, ସୁସ୍ଥ ପିଲାଟି ଆମେ ଗଠନ କରିପାରିବା ଏବଂ ସମାଜକୁ ଆମେ ଆଗକୁ ନେଇପାରିବା, ନିଜ ପରିବାରକୁ ମଧ୍ୟ ଉନ୍ନତି କରିପାରିବା ବା ଉନ୍ନତି ଦେଇପାରିବା। ଦେଖନ୍ତୁ କେତେ ସୁନ୍ଦର କଥା ଆମେ ଲେଖିଛେ। ତୁମେ କହିବ ସାର୍ ପିଲାଙ୍କ ବିରୁଦ୍ଧରେ କାହିଁ ଲେଖିଲ? ଆରେ ସବୁ ପିଲାଙ୍କ କଥା କୁହାହେଇଛି, ହେଲା। କିଛିଟା ପିଲା ଜେନ୍-ଜେଡ୍ରେ ବର୍ତ୍ତମାନ ସର୍ଭେ କହୁଛି ମୋର୍ ଦ୍ୟାନ୍ 80% ଏଇଭଳିଆ ଅବସ୍ଥା। କାହିଁକିନା ପ୍ୟାରେଣ୍ଟ ତ ସମସ୍ତେ କାନ୍ଦୁଛନ୍ତି, ମୁଁ ଦେଖୁଛି। ସାର୍ ଜମା ମାନୁନି,
ସାରେ ସେ ଜମା ପାଠ ପଢ଼ୁନି, ସାରେ ଘରେ ବଦମାସି କରୁଛି, ସାରେ ସେ ବା ଘରେ ଶୁଣୁନି କାହା କଥା, ଫୋପଡ଼ା କଚଡ଼ା କରୁଛି, ପ୍ରବଳ ରାଗୁଛି, ଏମିତି କେତେ କଥା ସବୁ କହୁଛନ୍ତି। କେତେ ଶୁଣିବ? ପରିବର୍ତ୍ତନ କିଏ କରିବ? ହେଲା, ତେଣୁ ସାର୍ ମାନେ ଯେତିକି ସମୟ ଶିଖେଇବା କଥା ଶିଖେଇ ପାରିବେ। ଏମିତି ତ ହେଇପାରିବନି ନା, ସାର୍ ଯାଇକି ଆଉ ଘରେ ଆୟା ହେଇକି ରହିପାରିବେନି ନା। ତେଣୁ ସେ ଘରେ ଯେଉଁ ଅଧିକ ସମୟ ରହୁଛନ୍ତି, ସେ ସମୟର ଯେଉଁ ଉପଦେଷ୍ଟା ବା ସେ ସମୟର ପଥ ପ୍ରଦର୍ଶକ ହେଉଛନ୍ତି ବାପା ଆଉ ମା। ତେଣୁ ଆମକୁ କିଞ୍ଚିତ ସମୟ ତାଙ୍କୁ ପରିମାର୍ଜିତ କରିବା ପାଇଁ ଦେବା ପାଇଁ ପଡ଼ିବ। ଯଦି ନ ଦେଉଛନ୍ତି ଆଜିଠୁ ଦେବା ଆରମ୍ଭ କରନ୍ତୁ, ନହେଲେ ବହୁତ ଅସୁବିଧାରେ ପଡ଼ିବେ, ପସ୍ତେଇବେ। ଆମେ ତ ଅମାନିଆ ପିଲାରେ, ଆଉ କେ ଆମ ପରି ଥିଲାରେ, ମୋର ଗ୍ରେଟ୍ ଆଚିଭମେଣ୍ଟ ହେଲା। ଆମେ ଏଇ ଅମାନିଆପଣରେ ପୁରା 1 ନମ୍ବରରେ ରହିଗଲାଣି ହେଲା। ଯିଏ ଯାହା କହିଲା ଆମେ ଶୁଣିବୁନି କି ମାନିବୁନି ହେଲା। ଚିନ୍ତା କରନ୍ତୁ ସେ କୁଆଡ଼ୁ ଗତି କରୁଛି। ଆମେ ତ ଅମାନିଆ ପିଲାରେ ଆଉ କିଏ ଆମ ପରି ଥିବ, ଆଗରୁ ଥିବ, ନହେଲେ ଆମେ କେମିତି ଆଇଲୁ? କାରଣ ଆମକୁ ସାଥ ଦେବା ପାଇଁ ବି ବହୁତ ଅଛନ୍ତି। ଆଉ କିଏ ଆମ ଉପରେ ଥିଲା ୟୁନିକ୍। ଅମାନିଆ ପିଲାରେ ଦେଖିବେ ବହୁତ ପିଲା ଅମାନିଆ ହଉଛନ୍ତି। ଜମା ମାନିବୁନୁ, ପାଠ ପଢ଼ିବୁନୁ, ମିଛ ବାହାନାକୁ କରି ସାଥିରେ, ଆମେ ତ ଅମାନିଆ ପିଲାରେ। ତେଣୁ କ'ଣ କରିବୁ? ମାନିବୁନୁ ଆଉ ପାଠ ପଢ଼ିବୁନୁ। ଏଇଟା ଆମର ବଡ଼ ଶତ୍ରୁ। ଏଇଟା ଆମର ବଡ଼ ଶତ୍ରୁ। ଏ କଥା କହିଲେ ମାନେ ସାଙ୍ଗେ ସାଙ୍ଗେ ଚାଲିଲା ଆଉ ବିଭିନ୍ନ ପ୍ରକାର ପାଲା ଆଉ ହେଲା। ଯଦି ସାର୍ ସୁଧାରିବା ପାଇଁ ଚାହିଁଲେ ଘରେ ଯାଇ 2-4ଟା ସାର୍ ନାଁରେ ମିଛ କଥା କହିଦେବୁ, ଆଉ ତ ଯିବୁନି, ସଇଲା କାମ। ଆଉ ଘରେ ତ ବନ୍ଦ କରିଦେବେ। ଆଉ କାରଣ ଘରେ ବେଶୀ ବିଶ୍ୱାସ କରୁଛନ୍ତି ଏଇ ପିଲାକୁ ହେଲା। ଏଇଟା ବୁଝିବା ଦରକାର। ଏଇଟା ବହୁତ ବଡ଼ ପଏଣ୍ଟ। ଯେଉଁ ସାର୍ ତାକୁ ରେଷ୍ଟ୍ରିକ୍ସନ୍ କଲେ, ଶିଖାଇବାକୁ ଚେଷ୍ଟା କଲେ, ତାକୁ ଭାରି ଅଡ଼ମଡ଼ା ଲାଗୁଛି। ତେଣୁ ସିଏ କ'ଣ କରିବ? ମିଛ କଥାଟା କହିବ, ବାହାନାବାଦ ଦେଖେଇବ ଘରେ। ସାର୍ ଜମା ବା ପାଠ ପଢ଼ଉନାହାନ୍ତି, ଜମା ସେ ସାର୍ଙ୍କ କଥା କହନା। ସେଠିକି ଗଲେ ମୋର କିଛି ହେବନି, ମୁଁ ବେକାର ହେଇଯିବି। କିନ୍ତୁ ଆଗରୁ ପ୍ରଫେସର ହେଇଥିଲା ହେଲା। ତମେ ନିଜେ ଜାଣିପାରିବ ପ୍ୟାରେଣ୍ଟ ସାର୍, ମୋ ଛୁଆଟା ଆଗରୁ ପ୍ରଫେସର ଥିଲା, ଏଇ ମାଷ୍ଟର ପାଖରେ ପାଠ ପଢ଼ିବାରୁ ଗଲା ବର୍ବାଦ ହେଲା ଆଉ ହେଲା। ତେଣୁ ଏଇ ମିଛ ବାହାନାରେ ପଡ଼ିକି ପ୍ୟାରେଣ୍ଟ ମାନେ ଭଲ ଟିଚର ପାଖରୁ ପିଲାକୁ ହେଲା ମାଟି, ଆଉ ତାପରେ ମାଟି ହେଇଯିବ। ତ ଠକି ଚାଲିଥିବୁ ବାପା ମାଙ୍କୁ, ଗୁରୁ ଗୁରୁଜନ ଆଦି ସଭିଙ୍କୁ। କ'ଣ କରୁଥିବୁ? ଆମେ ସବୁବେଳେ ଠକି ଚାଲିବୁ। କାହାକୁ? ବାପା ମାଙ୍କୁ ଆଗ ଠକିବୁ, ଗୁରୁ ଗୁରୁଜନକୁ ଠକିବୁ ହେଲା। ଯେ ସବୁ ରହିଲା ସମସ୍ତଙ୍କୁ ଠକିବୁ, ମିଛ କହିବୁ, ବାହାନାବାଦ ଦେଖେଇବୁ ହେଲା, ଚୂନ ଲଗେଇବୁ ସମସ୍ତଙ୍କ ଟିକେ ଆଉ। ବାପା କ'ଣ ଇଏ ଗୋଟେ ଜେନେରେସନ୍ ଜେଡ୍ ଗୋଟେ ଚାଲିଛି, ଏ ଯେଉଁ ଚେଞ୍ଜ କ୍ରିଏଟ୍ ହେଇଛି ସମାଜରେ, ସେ ଚେଞ୍ଜର ପ୍ରଭାବ ମୁଁ କରିନି କି ଆପଣ କରିନାହାନ୍ତି, ଜମା ଖରାପ ଭାବିବେନି ହେଲା। ଜେଡ୍ ର ଛୁଆ ଇଏ ତମକୁ ବଜାରରେ ବସିକି ବିକିକିରି ବରା ଖାଇଦେଇ ପଳେଇ ଆସିବେ ହେଲା। ସାବଧାନ, ସତର୍କ ରୁହ, ନହେଲେ ପିଲା ବାଟରେ ଚାଲିଯିବ। ଗୁରୁ ଗୁରୁଜନ ଆଦି ସଭିଙ୍କୁ ଜମା ଠକି ଚାଲିବୁ। ବାପା ମାଙ୍କ କଥା ଶୁଣୁନୁ, ଗୁରୁ ଗୁରୁଜନ କଥା ସମସ୍ତଙ୍କୁ ଚୂନ ଲଗେଇବୁ। ମୋବାଇଲ ଧରି ଖର୍ଚ୍ଚ କରିଯିବୁ, ଦେଖିବେ ଲକ୍ଷଣ ସବୁ ଦେଖିବେ। ମାକ୍ସିମମ୍ ମୋବାଇଲ ଧରୁଥିବ। ଆରେ ମୋବାଇଲ ଯଦି ଧରୁଛୁ ପାଠ କାହିଁ ହଉନି? ମୋବାଇଲରେ ତାହେଲେ ପାଠ ପଢ଼ୁନୁ। ଯଦି ମୋବାଇଲ ଧରୁଛୁ, ମୋତେ ମୋବାଇଲ କ'ଣ ପାଇଁ ଦେଇଛୁ? ପାଠ ପଢ଼ିବା ପାଇଁ ଦେଇଥିଲି ନା ମସ୍ତି କରିବା ପାଇଁ ଦେଇଥିଲି? ଗେମ୍ସ ଚ୍ୟାନେଲ ଲଗେଇକି ବସିକି ପୁରା 24 ଘଣ୍ଟା ବିତେଇବା ପାଇଁ ଦେଖିଥିଲି ନା ଫେସବୁକ୍ରେ ବସିକି କବାଟ ଦେଇକି ବସିକି ବହି ଖେଳାଇ ଦେଇକି ଚଲେଇବୁ, ଏଥିପାଇଁ ଦେଇଥିଲି? ଏଇଟାକୁ ନୋଟିସ୍ କିଏ କରିବ? ଗାଇଡ଼ଲାଇନ୍ କିଏ ଦେବ ଘରେ ହେଲା? ସାର୍ ତ ଆୟା ନୁହଁ ଯେ ଯାଇକି ଘରେ ରହିକି ସେ ତ କରିଦେବେ। ସାର୍ଙ୍କ ପାଖରେ ବି ସେତେ ସମୟ ନଥିବ। ଯେଉଁ ଗୁରୁଜୀ ତୁମକୁ ପଢ଼ଉଥିବେ ତମ ଛୁଆକୁ, ସେ ଦେଇପାରିବେନି। ତୁମକୁ ଏଇଟା ଯତ୍ନ କରିବାକୁ ପଡ଼ିବ ଘରେ। ମୋବାଇଲ ଧରି ଖର୍ଚ୍ଚ କରିଯିବୁ, ଦେଖିବେ ମାକ୍ସିମମ୍ ଖର୍ଚ୍ଚ ହେଇଥିବ ସେ ପିଲା ବିଭିନ୍ନ ପ୍ରକାର। ବ୍ୟାଟ୍ କିଣି, ସେ ଭଲ ଜୋତା ନହେଲେ ସ୍କୁଲ ଯିବିନି,
ମୋତେ ଦାମିକିଆ ଜିନିଷ ସବୁ ଦରକାର ହେଲା। ସେଲିବ୍ରେସନ୍ ହେଉଛି ସାଙ୍ଗର, ସେଠିକି ବଡ଼ ଦାମିକିଆ ଜିନିଷ ନ ନେଲେ ମୋ ଇଜ୍ଜତ ରହିବନି ହେଲା। ମୋ ସାଙ୍ଗକୁ କାହିଁ ଖରାପ ବ୍ୟବହାର କଲୁ ହେଲା, ଏସବୁ ଲକ୍ଷଣ ଦେଖାଯିବ। ବାପା ମାଆଙ୍କ ମୂଲ୍ୟ ବୁଝୁନି, ସାଙ୍ଗ କାହିଁକି ଖରାପ ଭାବିଲା ବାପା ମାଆଙ୍କୁ ପ୍ରଶ୍ନ ପଚାରିବ। ସେ ମାନେ କେଡ଼େ ଡେଞ୍ଜର ୱେରେ ସେ ବଢ଼ୁଛି ସେଇଟା ଭାବିବା ଦରକାର। ତେଣୁ ତା ପାଇଁ ଦାୟୀ ଆପଣମାନେ ନିଜେ ହେଲା। ସାର୍ ଯାଇକି ତିଆରି କରିନଥିଲେ ତାକୁ ହେଲା। ସାର୍ ବି ଚିନ୍ତିତ, ସାର୍ ଯେଉଁ ଯାହାକୁ ଗୋଟେ ଜନ୍ମ ଦେଇଛନ୍ତି ତା ପାଇଁ ବି ସାର୍ ଚିନ୍ତିତ। ସେ ବି ଏଜେଡ୍ ଭିତରେ ଅଛି। ତେଣୁ ମୋବାଇଲ ଧରି ଖର୍ଚ୍ଚ କରିଯିବୁ ସମୟ ସମ୍ପଦ ଆଦି ସଭିଙ୍କୁ। ଆରେ ବାପା ଇଏ ସବୁ ସାରି ଦେଇକି ପଳେଇବେ, ଆଉ ଥବ କଚୁଟେ ବୟସ ବଜେଇବ ଫ୍ୟୁଚରରେ ହେଲା। ଚିନ୍ତା କରନ୍ତୁ, ପୁରା ସତର୍କ ରହିବେ, ଧ୍ୟାନ ଦେବେ, ତାର ପ୍ରତି ଆକ୍ଟିଭିଟି କି ଗାଇଡଲାଇନ୍ ଜଗେଇବେ। ଯଦି ଆପଣ ସପୋର୍ଟ, କେୟାର, ହେଲ୍ପ ଏଗୁଡ଼ା ନ ଦେଉଛନ୍ତି ପୁରା ବର୍ବାଦ ଫ୍ୟୁଚର। ଆପଣଙ୍କ ଧନରତ୍ନର କିଛି ଆବଶ୍ୟକତା ନାହିଁ। ଆପଣ ସେତେବେଳେ ପୁରା ବୁଢ଼ା ହେଇଯାଇଥିବେ, ଗୋଡ଼ ହାତ ଚାଲୁନଥିବ, ବସିକି ଖାଲି ଶବ୍ଦ କରିବା ଛଡ଼ା ଆଉ କିଛି ନାହିଁ। ଆଉ ଏବେ ତ ଯେ ମାନୁନି, ସେତେବେଳକୁ ଯାହା ଶୁଣିବ ସେଟା ଭଗବାନଙ୍କୁ ଜଣା। ତେଣୁ ଏବେ ଟପିକ୍ ଉପରକୁ ଯିବା। 100% obedience gives you 100% performance. କାହାକୁ ଓବିଡିଏନ୍ସ ହେବେ ନା ଏଜୁକେସନ୍ ସିଷ୍ଟମ୍ ଯାହା କହୁଛି ତାକୁ ଆମେ ମାନିକି ଚାଲିବା। ଆମେ ତ କିଛି ଜାଣିନେ ନା, ଇଏ ଭେରିଫାଏଡ୍ ସିଷ୍ଟମ୍ ଗୋଟେ ଅଛି। ସିଏ କହୁଛି 8-10ଟା ପଏଣ୍ଟ କହୁଛି, ଏଠି ସେ 8-10ଟା ପଏଣ୍ଟ କହୁଛି। ଏ 10ଟା ପଏଣ୍ଟକୁ ଆମେ ଫଲୋ କରିବା ହେଲା। ପୂର୍ବ ଭିଡ଼ିଓ ଗୁଡ଼ାକରେ ପଡ଼ିଛି କେମିତି ପଢ଼ିଲେ ଭଲ ହେବ ହେଲା, କେମିତି ଆମେ ସକ୍ସେସ୍ ପାଇବା, ସଫଳତା କେମିତି ହାସଲ କରିବା, ତାକୁ ଯାଇ ଦେଖନ୍ତୁ ହେଲା। ତ ପ୍ରଥମ କଥା ହେଉଛି ଏଇଟା। ତେଣୁ ଆମେ ବର୍ତ୍ତମାନ ଯେଉଁ କଥାଟି ଆଲୋଚନା କରୁଥିଲେ ଯେ ପିଲା ଭିତରେ ଏଇଟା ଦେଖିବାକୁ ମିଳୁନି, ତାର କାରଣ ହେଉଛି ତାର ପରଫର୍ମାନ୍ସ ନନ୍ ପରଫର୍ମର ହେବାର କାରଣ ହେଉଛି ସେ ଏଠି 10% କି 20% ଶୋ କରୁଛି। ଆଉ ଯେ 0 କରୁଛି ତା ଛାଡ଼, ତା ଭବିଷ୍ୟତ ଯେ ଜନ୍ମ ଦେଇଛି ସେ ବୁଝିବ ଉପରବାଲା। 10 to 20% ସେ ଓବିଡିଏନ୍ସ ରହୁଛି। ତେଣୁ ତାର ରେଜଲ୍ଟ 40 ରୁ 80%, 80 ଆଡ଼କୁ ଗତି କରିବ କାହିଁକି, 40 ରୁ 60% ଭିତରେ ରହୁଛି। ଆଉ ସାଡ଼କୁ ଯିବ ନାହିଁ, ନିୟମ କହୁନି ତ ଯିବ ନାହିଁ, ତ କେହି ଯାଇନାହାନ୍ତି ଆଉ ସେ କେମିତି ଯିବ। ତ ଏଠି ରହୁଛି ପ୍ରୋବ୍ଲେମ୍। ତ ପ୍ରଥମେ ଏଇ ସୁଇଚ୍କି ଆମେ ଅନ୍ କରିବା। ବାବା ତୁ ପ୍ରଥମେ ଶିଖି ମାନେ, ଯେଉଁ ରାସ୍ତାରେ ଗଲେ ସେ ଜାଗାରେ ପହଞ୍ଚିବୁ। 1000 ପିଲା ଯାଇଛନ୍ତି, ସାର୍ ସେ ରାସ୍ତା ବତାଉଛନ୍ତି, ସାର୍ଙ୍କ ପାଖରେ ସେ ଅଭିଜ୍ଞତା ଅଛି। ତୁ କେବଳ ସେଟାକୁ ଫଲୋ କରି ଚାଲ, ମାନି ଚାଲ। ଆଉ ସେ ମାନୁଛି କି ନାହିଁ ତଦାରଖ କରିବା ଦାୟିତ୍ୱ ହେଉଛି ଆପଣଙ୍କର ହେଲା। ଯଦି ସିଏ ମାନୁନି, ଆପଣ ତଦାରଖ କରୁନାହାନ୍ତି, ତାହେଲେ ଭୁଲି ଯାଆନ୍ତୁ ସେ ମଣିଷ ହେବ, ଆପଣ ଭୁଲି ଯାଆନ୍ତୁ ହେଲା। କିଛି ଫରକ ପଡ଼ିଯିବନି। ସମାଜରେ କ'ଣ ସମସ୍ତେ ଅଫିସର ରହିବେ, ଡକ୍ଟର ହେବେ, ଇଞ୍ଜିନିୟର ହେବେ, ବଡ଼ ବଡ଼ ସାଇଣ୍ଟିଷ୍ଟ ହେବେ? ସେ ପିଅନ ବୋଝ ଉଠାଇବା ପାଇଁ ଫେରିକି ରହିବ ନା ନାହିଁ? ଟିକେ ହାର୍ଡ଼ ହେବ, ଖରାପ ଭାବେନି, ଆପଣଙ୍କୁ କହୁନି। ପାଖବାଲା ଯିଏ ଏ କାମରେ ସହଯୋଗ କରୁଛନ୍ତି, ପିଲାକୁ ମଣିଷ କରିବା ପାଇଁ ଚାହୁଁନାହାନ୍ତି, ସବୁବେଳେ ସାର୍ଙ୍କ ଦୋଷ, ସ୍କୁଲ ଦୋଷ, ବହି ଦୋଷ ଦେଉଛନ୍ତି, ସେମାନଙ୍କୁ ସିଆଡ଼କୁ ଗତି କରିବ ପିଲା ହେଲା। ବୁଝନ୍ତୁ ହେଲା। ସାର୍ ଟିକେ ହାର୍ଡ଼କିରି କହିବେ, କାହିଁକିନା ସାର୍ଙ୍କର ସେ ପାୱାର ଅଛି, ନହେଲେ ମଣିଷ ହେବନି ଦୁନିଆ। ମାଡ଼ ଉଠିଗଲା ନା, ମାଡ଼ ତ ଦେଇପାରିବୁନୁ, ମାଡ଼ ଦେଲେ କେସ୍ ହେବ, ସବୁ ଜାଗାରେ ହେଉଛି। ତେଣୁ କ'ଣ କରିବୁ ନା ଏଇ ତାଡ଼ଟା ଦେବୁ ହେଲା। ଏଇ ତାଡ଼ଟା ଆମେ ଦେବୁ ହେଲା, ଧରେଇ ଦେବୁ, ତମେ ବୁଝ, ମାଡ଼ ନାହିଁ ତାଡ଼ ହେଲା। ତ 100% ଓବିଡିଏନ୍ସ ଏଇଠି ଭୁଲ ରହେ। 90% ପିଲାଙ୍କର କେବଳ ଏଇଠି ଭୁଲ ରହେ। ଆରେ ମୋ ଏ ଘର ଆଲୋକ ଦରକାର, ମୁଁ ଆସିଲା ବେଳ ଅନ୍ଧାର ଥିଲା, ତେଣୁ ମୁଁ କ'ଣ ଚିନ୍ତା କଲି, ମୁଁ ଆଲୋକ ରହିବାକୁ ଚେଷ୍ଟା କଲି। ଯଦି ଆଲୋକ ପାଇବାକୁ ଚେଷ୍ଟା କଲି, ପ୍ରଥମେ କ'ଣ କରିବି, ମୁଁ ଦେଖି ଲାଇନ୍ ଅଛି, ତାହେଲେ କ'ଣ କରିବି ନା ସୁଇଚ୍ଟା ଅନ୍ କରିବି। ଅନ୍ କଲେ ବଲ୍ ହେଲା।
ଫ୍ୟାନ୍ ବୁଲିଲା ତାହେଲେ ମୁଁ ବସିବି, ମୋର ଇଚ୍ଛା ପୂରଣ ହେଲା। ତେଣୁ ଯେଉଁ ସୁଇଚ୍ଟା ଅନ୍ କଲେ ସବୁ କାର୍ଯ୍ୟ ଆରମ୍ଭ ହେଇଯିବ, ସେ ସୁଇଚ୍ଟାକୁ ଜମା କେହି ଅନ୍ କରିବାକୁ ଚେଷ୍ଟା କରୁନାହାନ୍ତି। ପ୍ରୋବ୍ଲେମ୍ ସେଠି ରହୁଛି ହେଲା। ସାର୍ ସେ ମାନୁନି, ଗୋଟେ ଆଚିଭମେଣ୍ଟ ଆଉ ଗୋଟେ ବଡ଼ ଆଚିଭର କାମଟା କରୁଛି, ଆପଣ ସାର୍ଙ୍କୁ ଆସି କହି ଦେଉଛନ୍ତି। ଘରେ 24 ଘଣ୍ଟା ଆପଣଙ୍କ ପାଖରେ ରହୁଛି, ଆପଣଙ୍କୁ ମାନୁନି, ସେ ସାର୍ଙ୍କୁ କେମିତି ମାନିବ? ମନେଇବା ଦାୟିତ୍ୱ ହେଉଛି ଆପଣଙ୍କର। ଆପଣ କେଉଁ ପ୍ରକାର ମନେଇବେ, ବାଡ଼େଇକି ମନେଇବେ କି ଗେଲ କରିକି ମନେଇବେ, କେଉଁ ପ୍ରକାର ମନେଇବେ ଆପଣ ଆପଣ ବୁଝିବେ। ମୋ କଥା ମାନେ ଆପଣଙ୍କ କଥା ମାନିବ। ମାନେ ତିଆରି କରୁଛ ତମେ, ବନେଇବ ସାରେ। ତ ଏଇଠି ରହିଛି ସକ୍ସେସର ମଞ୍ଜିଟା। ଏଇ 1 ନମ୍ବର ପଏଣ୍ଟ ଯିଏ କରିଦେଲା ନା, ମନେ ରଖନ୍ତୁ 90% ପ୍ରୋବ୍ଲେମ୍ ତାର ସଲ୍ଭ ହେଇଗଲା। ଧ୍ୟାନ ଦିଅନ୍ତୁ, 1 ନମ୍ବର ପଏଣ୍ଟ 90% ପ୍ରୋବ୍ଲେମ୍ ସଲ୍ଭ ହେଇଗଲା। ସେକେଣ୍ଡ କଥା କ'ଣ ନା, ସେକେଣ୍ଡ କଥା ହେଉଛି ନା ପ୍ରାକ୍ଟିସ୍ ଆଉ ରିଭିଜନ୍। ଯେମିତିଆ ଗଧ ପିଲା ହେଇଥାଉ, ଗଧ ପିଲା ମୁଁ ୱାର୍ଡ଼ କହେନି, ଗଧ ୱାର୍ଡ଼ ମୁଁ ଇସ୍ତେମାଲ କରେନି, ପାଟିରୁ ବାହାରି ଯାଉଛି, ଖାଲି ରାଗରେ ବାହାରୁଛି, ଆଉ କିଛି ନାହିଁ। ପ୍ରାକ୍ଟିସ୍ ବା ପରଫର୍ମର ରିଭିଜନ୍ ଆମେ କହିବା, ରିଭିଜନ୍ ହେଲା। ପ୍ରାକ୍ଟିସ୍, ମୋର୍ ଟୁ ମୋର୍ ପ୍ରାକ୍ଟିସ୍। ଶୁଣିଦେବ, ଆ ବିଷୟରେ ବହୁତ ଗୁଡ଼ାଏ ଜିନିଷ ଲେଖା ହେଇଛି। ମୋର୍ ଟୁ ମୋର୍ ପ୍ରାକ୍ଟିସ୍ ହେଲା। ପ୍ରାକ୍ଟିସ୍ ମେକ୍ସ ଏ ମ୍ୟାନ୍ ପରଫେକ୍ଟ। କେତେ କଥା କିଏ କହିଯାଇଛନ୍ତି। ପ୍ରାକ୍ଟିସ୍ ମେକ୍ସ ଏ ମ୍ୟାନ୍ ପରଫେକ୍ଟ। ମୋର୍ ଟୁ ମୋର୍ ପ୍ରାକ୍ଟିସ୍, ମୋର୍ ଟୁ ମୋର୍ ପ୍ରାକ୍ଟିସ୍ ଲିଡ୍ସ ଟୁ ପରଫର୍ମାନ୍ସ। ପରଫର୍ମାନ୍ସକୁ ଲିଡ୍ କରେ ହେଲା। ଅଧିକରୁ ଅଧିକ ପ୍ରାକ୍ଟିସ୍। ତେଣୁ ଦେଖିବ ପିଲା ବୁଝୁନାହାନ୍ତି, ପିଲାଙ୍କୁ ଆମେ ବୁଝେଇବା। କ୍ରିକେଟ୍ ଖେଳିବାକୁ ଯାଉଛୁ ସବୁଦିନ, ସେଠି କ'ଣ କରାଯାଉଛି? ସେ ଯେଉଁ ନେଟ୍ ପ୍ରାକ୍ଟିସ୍, ସେଇଟା କ'ଣଟା? ଇଣ୍ଟରନ୍ୟାସନାଲ୍ ଖେଳୁଛୁ କି ସେଠି? ନାଇଁ ନା। ତ ସେଠି ଇଣ୍ଟରନ୍ୟାସନାଲ୍ ଖେଳିବା ପାଇଁ ହେଲେ ତୁ ନେଟ୍ ପ୍ରାକ୍ଟିସ୍ରେ ଭଲ କରିବା ଦରକାର। ସେଥିପାଇଁ ତୁ ଗଡ଼ି ପଡ଼ି ବିଭିନ୍ନ ପ୍ରକାର ଟେକ୍ନିକ୍ ଇସ୍ତେମାଲ କରି ପ୍ରାକ୍ଟିସ୍ ଚାଲିଛି। ସେଠି କିଛି ସମୟ ଲାଗୁଛି, ଟ୍ରିକ୍ ଲାଗୁଛି, ପରିଶ୍ରମ ବି ଲାଗୁଛି। ସେଇଟା କୁହାଯାଏ ପ୍ରାକ୍ଟିସ୍। ଯେଉଁ ପାଠଟା ପଢ଼ା ହେଇଗଲା, ତାକୁ ଘରେ ଯାଇକି 2-4 ଥର ପ୍ରାକ୍ଟିସ୍ ଆମେ କରିବା। ଲେଖିବା, ମୁଁ ପାରୁଛି ନା ନାହିଁ, ମୁଁ ମନକୁ କରିପାରୁଛୁ ନା ନାହିଁ, ମୁଁ 3 ଥର ତାକୁ ରିଭିଜନ୍ କରିକି ତାପରେ ମୁଁ ନିଜେ କରିବାକୁ ଚେଷ୍ଟା କରିବି। ଦ୍ୟାଟ୍ ଇଜ୍ କଲ୍ଡ ପ୍ରାକ୍ଟିସ୍, ରିଭିଜନ୍ ହେଲା। ୱିକଲି ଥରେ ମନେ ପକେଇବି, ମନ୍ଥଲି ଥରେ ମନେ ପକେଇବି ସବୁ ପାଠ। ସୋ ଦ୍ୟାଟ୍ ଇଜ୍ ରିଭିଜନ୍। ତ এইটা କଲେ କ'ଣ ହେବ? ଦେଖ, ଯେତେ ବଡ଼ ବଡ଼ ସିଙ୍ଗର, ଯେତେ ବଡ଼ ବଡ଼ ଯିଏ ବି ବଡ଼ ହେଇଛନ୍ତି, ବିନା ପ୍ରାକ୍ଟିସ୍ରେ ହେଇନାହାନ୍ତି ହେଲା। କୁମାର ସାନୁ, ଉଦିତ ନାରାୟଣ, ସିଙ୍ଗର କଥା କହୁଛି, ତାଙ୍କ ଲାଇଫଷ୍ଟାଇଲ୍କି ଦେଖିବେ, ସିଏ ପ୍ରତିଦିନ ଯାହା ହେଲେ 1-1.5 ଘଣ୍ଟା ନୂଆ ଗୀତରେ ପ୍ରାକ୍ଟିସ୍ କରୁଥିବେ, ରିହର୍ସାଲ୍ କରୁଥିବେ, ରାଇଟ୍। ସେଇଟା କୁହାଯାଏ ପ୍ରାକ୍ଟିସ୍। କଲା ପରେ ସେ ସେଟିଂ ଆସେ, ତାଙ୍କର ଟୋନ୍ ସେଟିଂ ଆସିଯାଏ, ତାପରେ ସେ ଭଲ ପରଫର୍ମାନ୍ସ ଦିଅନ୍ତି, ଅଡ଼ିଏନ୍ସ ଫ୍ୟାନ୍ ବନିଯାଆନ୍ତି। ତ ଠିକ୍ ସେୟା ଆପଣ ଦେଖିବେ ଗୋଟେ ବଡ଼ି ବିଲ୍ଡର କ'ଣ ଗୋଟେ ଦିନରେ ହେଇଦେଲା ନା, ସେ ତାକୁ ରେଗୁଲାରଲି ହେଲା। ଏଠି ଆଉ ଗୋଟେ ଜିନିଷ ରହିଛି, ରେଗୁଲାର ୱାର୍ଡ଼ଟା ବି ରହିଛି, ଏଇଟା କହିବାକୁ ଭୁଲି ଯାଇଥିଲି ହେଲା। ରେଗୁଲାର ହେଉଛି ଗୋଟେ ପାୱାରଫୁଲ୍ ଜିନିଷଟା। ରେଗୁଲାରଲି ଯଦି ନ କରୁଛ, ସକ୍ସେସ୍ ହେବନି। ଏଇଟା ହେଉଛି ବହୁତ ଇମ୍ପୋର୍ଟାଣ୍ଟ ଜିନିଷଟା ହେଲା। ଆଜି ମନ ହେଇଛି, ବୁଝିଗଲି, ଏକ୍ସାଇଟେଡ୍ ହେଇଗଲି, ଯାଇକି ବଢ଼ିଆ ଏକ୍ସରସାଇଜ୍ କରିଦେବି, ଗୋଡ଼ ହାତ ଦର୍ଜ ହେଇଯିବ, କାଲିକି ଆଉ ଉଠିବିନି, କରିବିନି। 15 ଦିନ ସାର୍ ଦେହ ହାତ ଦର୍ଜ ହେଉଛି, ଆଉ କରିହେବନି ସେଟା ହେଲା। ଏକ୍ସାଇଟେଡ୍ ହେଇକି 2-4 ଦିନ ପୁରା ଜୋର କରିଦେବେ। ଆଉ ନାହିଁ, ଆରେ ଅଧିକା କରିବା ଦରକାର ନାହିଁ, କମ୍ କରିବା ଦରକାର ନାହିଁ, ଗୋଟେ ଫିକ୍ସଡ୍ ରେଟ୍ରେ ଗୋଟେ ଯିବାର ଅଛି। ଫିକ୍ସଡ୍ ରେଟ୍ ଗୋଟେ ଆମେ ସ୍ଥିର କରିବା। ମୁଁ ଡେଲି କେତେ ଲେଖାଏଁ ପ୍ରାକ୍ଟିସ୍ କରିବି, ସେଇଟା ଗୋଟେ ରେଟ୍ ଆମେ ସ୍ଥିର କରିବା। ଡେଲି 10ଟାରୁ 20ଟା କୋଶ୍ଚିନ୍ କରିବି ହେଲା। ସେଇ ରେଗୁଲାର ପ୍ରାକ୍ଟିସ୍ରେ ଆପଣ ମସଲ୍ କ୍ରିଏଟ୍ କରିବ, ରାଇଟ୍। ଡେଲି ଏକ୍ସରସାଇଜ୍ ଯିଏ କର, ତାର ମସଲ୍ ଗ୍ରୋ କରିବ, ସେ ଷ୍ଟ୍ରଙ୍ଗ ହେବ ହେଲା। ଡେଲି ପ୍ରାକ୍ଟିସ୍, ତ ସମୟ ଯେଉଁ ସମୟ ଦେଉଛ ଡେଲି ପ୍ରାକ୍ଟିସ୍ରେ, ରୁଟିନ୍ ୱାଇଜ୍ ପ୍ରାକ୍ଟିସ୍ରେ, ସେଇଟା ତୁମର ଷ୍ଟ୍ରେଂଥ କ୍ରିଏଟ୍ କରିବ, ବଲବାନ ବନେଇବ। ସେ ପିଲା ଏଇଟା କରୁନି, ଏଇଟାକୁ କିଏ ଦେଖିବ? କାହିଁକି କରୁନି ସେ?
ସାର୍ ତ ବୁଝଉଛନ୍ତି ଠିକ୍ ସେ କାହିଁ କରିବନି। ଆପଣ କେବଳ ସମୟ ନାହିଁ କହିକି ବାହାନା ଦେଖେଇକି ପଇସା ଖର୍ଚ୍ଚ କରିଦେବେ। କ'ଣ ଏଇଟା ମାର୍କେଟ, ପରିବା ମାର୍କେଟ? 50 ଟଙ୍କା ଦେଲି 2 କିଲୋ ପୁରେଇ ଦିଅ, ହେଇପାରିବନି। କି ଚୁଡ଼ା କଦଳୀ ସରବତ ହେଉଛି, ପିଆଇ ଦିଅ ଅଧିକା, ହେବନି। କି ମେସିନାରୀ ଡ୍ରିଲ୍ ହୋଲ୍ କରିକି ମୁଣ୍ଡରେ ଚାର୍ଜ ପୁରେଇ ଦିଅ, ସେଇଟା ହେବନି। ସୋ ଏସବୁ ଜିନିଷ ଦେଖିବା ବୁଝିବାର ଅଛି ହେଲା। ଆମକୁ ବୁଝିବା, ଆମେ ପିଲାକୁ ବୁଝେଇବା, ବାବା ଦେଖ ତୁ ଏଇ ଜିନିଷ ଗୁଡ଼ା କରୁନୁ, ଯୋଉଥିପାଇଁ ପରଫର୍ମାନ୍ସ ତୋର ଏତିକି କାହିଁ ରହୁଛି, 40-60% କାହିଁ ରହୁଛୁ, ତୁ ବୁଝ ଆଗ। ତୁ ଏଇ ଆକ୍ଟିଭିଟି ଗୁଡ଼ା କରୁନୁ, ତୁ ଆକ୍ଟିଭିଟି ଜମା କରୁନୁ ହେଲା। ନନ୍ ପରଫର୍ମର ଆକ୍ଟିଭିଟି ଯେ ନ କରନ୍ତି ତାଙ୍କୁ ଆଗରୁ ରିୱାର୍ଡ଼ ଦିଆଯାଇଛି, ସେ ନନ୍ ପରଫର୍ମର, ସେ ଜମା କିଛି କରିବନି। ନନ୍ ପରଫର୍ମର ପରଫର୍ମାନ୍ସ ଆଗରୁ କୁହାଯାଇଛି ତାକୁ ନନ୍ ପରଫର୍ମର। ତାଙ୍କୁ କୁହାଯାଏ ନନ୍ ପରଫର୍ମର ହେଲା। ଜୀବନରେ ସେ କେଉଁଠି ଭଲ ପରଫର୍ମାନ୍ସ ଶୋ କରିବେନି, କାହିଁକି ନା ତାଙ୍କର ସବୁବେଳେ ଜିରୋ ଆକ୍ଟିଭିଟି, ସେ ଜିରୋ ଆକ୍ଟିଭିଟି ଜୋନ୍ରେ ସବୁବେଳେ ରହିବେ। ନନ୍ ପରଫର୍ମର ତାକୁ କୁହାଯାଇଥାଏ ହେଲା। ଯେ ଆକ୍ଟିଭିଟି କରୁନି ସେ ପରଫର୍ମାନ୍ସ କେଉଁଠି କରିବ? ପ୍ରାକ୍ଟିସ୍ କରୁନି, ରିହର୍ସାଲ କରୁନି ହେଲା, ପରଫର୍ମାନ୍ସ କେଉଁଠି ହେବ ତାର? ସାରା ଦୁନିଆର ଦୋଷ ଦେଇଦେବେ। ଭଗବାନ ସ୍ୱୟଂ ଭଗବାନ ଆସି ଯଦି ତା ପାଖରେ ବସିକି ପଢ଼େଇକି ଯିବେ, ସିଏ ବି ଫେଲ୍ ମାରିକି ପଳାଇବେ, କିନ୍ତୁ ସିଏ ପାସ୍ ହେବନି। କାହିଁକି ନା ସିଏ ଇଣ୍ଟରେଷ୍ଟ ଦେଉନି, ସିଏ ଆକ୍ଟିଭିଟି କରିବାକୁ ଚାହୁଁନି। ତାକୁ କେମିତି ମୋଟିଭେଟ୍ କରିବେ, ତାକୁ କେମିତି ବାରମ୍ବାର ବୁଝେଇବେ? ଆପଣ ସବୁଦିନ କରନ୍ତୁ ନା, ଟୋପାଏ 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 ପାଣି ପଡ଼ିକି ରେଗୁଲାରଲି ପଡ଼ିକି ଗୋଟେ ବଡ଼ ହାଣ୍ଡି ଫୁଲ୍ ହେଉଛି ନା ନାହିଁ, ବଡ଼ ଦରିଆ ବି ବନି ଯାଉଛି ହେଲା, ଟୋପାଏ ଟୋପାଏ ପାଣିରେ। এটা ରେଗୁଲାର ପଡ଼ିବା ଦରକାର। ତ ଆ ପାୱାରଟା ବୁଝ ହେଲା। ପିଲାକୁ ସେଇଟା ଆମେ ବୁଝେଇବା ସମସ୍ତେ ଲାଗି। ୱାନ୍ ସାଇଡେଡ୍ ରୋଲ୍ କଲେ ହେବନି। ମୁଁ ପଇସା ଖର୍ଚ୍ଚ କରୁଛି, ସେ ସ୍କୁଲରେ ପୁରେଇଲି, କାହିଁ ରେଜଲ୍ଟ ହେଲାନି, ପ୍ରିନ୍ସିପାଲକୁ ଶୋଧିବି, ଟିଚରମାନଙ୍କୁ ଶୋଧିବି, ଟିଚରମାନଙ୍କ ସାଙ୍ଗରେ ଖରାପ ହେଇଯିବି। ତମ ପିଲାକୁ କାହିଁକି ମଣିଷ କରିବ? ତମେ ଯଦି ଏତେ ବଡ଼ ପ୍ରଫେସର ଥିଲ, ନିଜେ ପଢ଼େଇ ଦେଲ, ନିଜେ କ୍ଷମତା ଦେଖେଇ ଦେଲନି। ଚିନ୍ତା କରିବା ଦରକାର ହେଲା। I am not saying to you, I am saying to those persons who are doing this. I am saying to those students who are doing this. ବାବା ସତର୍କ ହେଇଯା, ସଜାଡ଼ି ଯା ହେଲା। ଏଇ ଦିନ ପରିବର୍ତ୍ତନ ହେଇଯିବ, ଦିନେ ନା ଦିନେ ତୁ ଭଲ ମଣିଷ ହେଇକି ବାହାରିଯିବୁ। ଆଜି ବୁଝୁନୁ, କାଲି ବୁଝିବୁ। ତୁ କରି ଚାଲୁନୁ, ଟିକେ ଟିକେ ପାଦ ପକେଇ ଚାଲ, ଦେଖିବା କ'ଣ ହେଉଛି ଆଗକୁ। ପେସେନ୍ସ ରଖିକି ଚାଲ, ଧୀରେ ଧୀରେ ସାରଙ୍କ ହାତ ଧର ହେଲା। ବାପା ଯାହା କହୁଛନ୍ତି ମାନେ, ମମି ଯାହା କହୁଛନ୍ତି ଟିକେ ମାନେ, ଶୁଣୁ ହେଲା। ବାପା ମମି କେବେ ପିଲାର ଖରାପ ମଙ୍ଗଳ ଚାହାନ୍ତି ନାହିଁ, ସବୁବେଳେ ମଙ୍ଗଳ ଚାହାନ୍ତି ହେଲା। ତା ପାଟିରୁ ବାଉଳାରେ ଯଦି ବି କିଛି ରାଗ ଗାଳି ବାହାରି ପଡ଼େ, ସେଟା ତାକୁ କୁହାଯାଏ ବ୍ଲେସିଂ ଇନ୍ ଡିସଗାଇଜ୍। କ'ଣ କୁହାଯାଏ? ବ୍ଲେସିଂ ଇନ୍ ଡିସଗାଇଜ୍। ଆଜିକାଲିକା ପିଲା କ'ଣ ଭାବୁଛନ୍ତି? ମୋ ବାପା ଭାରି ଖରାପ, ମୋ ମମି ଭାରି ଖରାପ, ହଁ କ'ଣ ନା ମୋତେ ସବୁବେଳେ ଗାଳି କରୁଛନ୍ତି। ଆରେ କେଉଁଠୁ ଅପଭ୍ରଂଶ ଜ୍ଞାନ ଗୁଡ଼ା କିଏ ତ ମୁଁ ଶିଖଉଛି କେଜାଣି? ବ୍ଲେସିଂ ଇନ୍ ଡିସଗାଇଜ୍, ରାଇଟ୍? ଡିସଗାଇଜ୍ ଏକ କୁହାଯାଏ। ବାପା ମାଆଙ୍କ ଗାଳି ତମକୁ ମଣିଷ କରେ ଭବିଷ୍ୟତରେ, ସେଇଟା ଗୋଟେ ବ୍ଲେସିଂ ଥାଏ ହେଲା। ତମେ ବାପା ମା ହେଲେ, ବଡ଼ ହେଲେ ଜାଣିପାରିବ ଯେ ପ୍ରକୃତରେ କ'ଣ ଜିନିଷ ଏବେ ବୁଝିପାରିବ। ତେଣୁ ଆକୁ ଆକ୍ସେପ୍ଟ କରିନିଅ ମାଇଣ୍ଡ ଭିତରେ। ବାବା ଗାଳି କରୁଛନ୍ତି ତ ମୋ ଭଲ ପାଇଁ କରୁଛନ୍ତି, ମମି ଗାଳି କରୁଛନ୍ତି, ୟେସ୍ ଡେଫିନେଟଲି। ଆଉ ତ ଗାଁ ଲୋକ କି ମୋତେ ଗାଳି କରୁନାହାନ୍ତି ପାଠ ପଢ଼ ବୋଲି ହେଲା। କଲୋନୀ ଲୋକ, ନେଇବର, ସେ ତ ସାଙ୍ଗସାଥି, ସେ ଚାହିଁବେ ଏଇଟା ଫେଲ୍ ହେଇଯାଉ କେମିତି ଜଲ୍ଦି ହେଲା। ଏଇ ପଢ଼ୁଛୁ କ'ଣ, ପଢ଼ିକି କିଏ କେଟା କ'ଣ କଲେଣି, ଆଉ କିଏ ହେଲା। ତ ଆମେ ଏଇ କେତେଟା ପଏଣ୍ଟ, ଏଇ ଛୋଟିଆ ଛୋଟିଆ କେଇଟା ପଏଣ୍ଟ ଭାରି ଇମ୍ପୋର୍ଟାଣ୍ଟ, ଏତିକି ଯଦି କରିଦେବା ନା ପରଫର୍ମର ବନିଯିବେ। ମୁଁ ଗ୍ୟାରେଣ୍ଟି ଦେଉଛି, ଯଦି 60% ହେଇଥିବ ସେ 80 ଗତି କରିବ, ଯଦି 80 ହେଇଥିବ 90 ଗତି କରିବ ହେଲା। ଆଉ ଯଦି ସୁପରଷ୍ଟାର ବନିବାକୁ ଚାହାନ୍ତି, ତାହେଲେ ତୁରନ୍ତ କମେଣ୍ଟ ସେକ୍ସନରେ ହେଲା, କେଉଁଠୁ କେଉଁଠୁ ଦେଖୁଛ ସେ ଜାଗା ନାଁ ଲେଖ, ତମ ନାଁ ଲେଖ, ମୋବାଇଲ ନମ୍ବର ଫମ୍ବର ଦିଅ ହେଲା।
ଯେତେ ଅଧିକ ରିକ୍ୱେଷ୍ଟ ଆସିବ ଟପର ଜୋନ୍ ଭିତରେ ଏଣ୍ଟ୍ରି କରିବାର ଫର୍ମୁଲାଟା ଆମେ କମିଂ ଭିଡ଼ିଓରେ ବତେଇବା ହେଲା। ଜୟ ଜଗନ୍ନାଥ। ଭଗବାନ ସମସ୍ତଙ୍କୁ ଆଶୀର୍ବାଦ ଦିଅନ୍ତୁ। ସମସ୍ତେ ସୁସ୍ଥ ରୁହ, ମନ ଦେଇକରି ପାଠ ପଢ଼, ବାପା ମାଆଙ୍କ କଥା ମାନ, ସମାଜରେ ଦିବ୍ୟ ହୋଇକି ହେଲା ଶ୍ରେଷ୍ଠ ହୋଇକି ବଢ଼ିବା ପାଇଁ ଚେଷ୍ଟା